ଲ୍ୟାବ୍ସ ହେଲେ ପୁଣି ଆମେ ଦିଲ୍ଲୀ କଥାବାର୍ତ୍ତା କଥା ହେଇକି ପୁଣି ତାକୁ ବଢ଼େଇବୁ। ଗୋଟେ ଥର ବଢ଼ା ହେଲାଣି 15 ଦିନ ଏକା ଏକ୍ସଟେନସନ୍ ଦିଆହେଇଛି। ପୁଣି ଯଦି ସରିବ ପୁଣି ଏକ୍ସଟେନସନ୍ ଦିଆଯିବ। ଧାନ ଉଠିବ, ଟିକେ ବିଳମ୍ବ ହେଉଛି କିନ୍ତୁ ଉଠିବ ସମସ୍ତ ଧାନ। ଟାଇମ୍ ଲ୍ୟାବ୍ସ କଲେ ପୁଣି ଟାଇମ୍ ଦିଆଯିବ। ଟାଇମ୍ ଯଦି ହେବ ବୃଦ୍ଧି କରାଯିବ ପଡ଼ିଲେ। କିନ୍ତୁ ସରକାର ଆମର ଡବଲ ଇଞ୍ଜିନ୍ ସରକାର ଏଠି ଯାଉନି ସେଠୁ କରିବୁ। କୌଣସି ପ୍ରକାର ଅସୁବିଧା ହେବ ନାହିଁ ଧାନରେ କୌଣସି ପ୍ରକାର କିଛି ଅସୁବିଧା ତମେ ଧାନ ନେବ ନା ତମର ନାହିଁ କି? ଚାଉଳ କିଛି ଆଲୋଚନା କରିବେ କେନ୍ଦ୍ର ସହିତ କେମିତି ଚାଉଳ ବିଷୟରେ ଚାଉଳ ଆଲୋଚନା ହେଉଛି ସେ ଯେତିକି ତାର ବି ଏପଟ ସେ ପ୍ରୋବ୍ଲେମ୍ ନାହିଁ କ'ଣ ପ୍ରବଳ ଧାନ ଆପଣଙ୍କର ମାନେ ଅନାବଧି ଗୋଚର ଗୋଦାଟି ଯୁଆଡ଼େ ପାଇଲେ ଧାନ ସବୁ ଚାଷ କଲେ। ଗତ ବର୍ଷ ସେମାନଙ୍କର ବିଶ୍ୱାସ ନଥିଲା କାହିଁକିନା 2017ରେ ବିଜେଡ଼ି ଯେଉଁ ଡିକ୍ଲେୟାର କରିଥିଲେ ନବୀନ ଯାଇ 16 ଟଙ୍କା ଇନପୁଟ୍ ସବସିଡ଼ି ଦିଆଯିବ, ବୋନସ୍ ଦିଆଯିବ, ତାକୁ ଦେଲେ ନାହିଁ। ଯେତେବେଳେ ଦେଲେ ଲୋକଙ୍କର ଭରସା ନଥିଲା ଯେ 800 ଦେବେ, 100 ଟଙ୍କା ତ କହିଥିଲେ ଦେଲେନି, 800 କୋଉଠି ଆମକୁ ଦେବେ। ସେଥିପାଇଁ ସେମାନେ ସବୁ ଅପେକ୍ଷା କରିଥିଲେ। ଯେତେବେଳେ ଦେଖିଲେ 800 ଟଙ୍କା ମିଳିଗଲା, ଚାଷୀ ସବୁ ଯେଉଁମାନେ ଚାଷ ବି କରୁନଥିଲେ, ଜମି ଖାଲି ପଡ଼ୁଥିଲା ତାକୁ ବି କଲେ, ପ୍ଲସ୍ ଯେଉଁଠି ଅନାଦି ଫନାଦି ସରକାରୀ ଜାଗା ପଡ଼ିଥିଲା ଗୋଦର ଗୋଦାଟି ଯିଏ ପାଇଲା ଯେଉଁଠି ଚାଷ କଲା। ତେଣୁ ଧାନ ଆଉଛି ଏମିତି ବି ପରିସ୍ଥିତି ହେଲା, ଭଗବାନ ପ୍ରକୃତିର ମାନେ ଖରା ଯେତିକି ହେଲା, ବର୍ଷା ସେତିକି ହେଲା, ପବନ ନାହିଁ, କିଛି ନାହିଁ। ତେଣୁ ଫସଲ ବି ଆମଦାନୀ ବି ଜୋର ହେଇଛି। ସେଥିପାଇଁ ଏତେ ଜିନିଷ ହେଲା ବେଳକୁ କରିବେ କ'ଣ? ଆପଣ ମଝିରେ ମଝିରେ ଦେଖୁଥିବେ ଟମାଟୋ ନା ଲୋକ ଆଣିକି ରାସ୍ତାରେ ଢାଳି ଦିଅନ୍ତି, କ୍ଷୀର ଢାଳି ଦେଉଛନ୍ତି। ଅତ୍ୟଧିକ ହେଲେ କିଣିବ କିଏ, ନେବ କିଏ? ଏଥର ସେ ଅସୁବିଧାଟି ସେଠି ଅଛି। ଆଉ ଗୋଟେ କଥା ରହିବ, ମିଲରଙ୍କର ଷ୍ଟୋରେଜ କାପାସିଟି ବଢ଼ାଇବା ପାଇଁ କିଛି ସେମିତି ନିର୍ଦ୍ଦେଶନା? ଆମର ବି ମଣ୍ଡି 100ଟା ମଣ୍ଡି ଗୋଡାଉନ୍ ତିଆରି ହେବ, ଯେଉଁ ମଡେଲ ମଣ୍ଡି 38ଟା ଆମର ଟେଣ୍ଡର ହେଇକି OBCC ଆମେ ଅଲରେଡ଼ି 312 କୋଟି ଟଙ୍କା ଦେଇଦେଇଛୁ। ସେ କାମ ଆରମ୍ଭ ହେଇଗଲାଣି। ଆଉ 62ଟି ମଣ୍ଡି ମଧ୍ୟ ତିଆରି ହେବ। ତାପରେ ପ୍ରତି ପଞ୍ଚାୟତରେ ମଣ୍ଡି ତିଆରି ହେଇକି ଷ୍ଟୋର ତିଆରି ହେବ। ଷ୍ଟୋରେଜ ପାଇଁ ତାପରେ ଗୋଟେ 5 ଏକର 10 ଏକର ଜାଗା ଆମେ ଯେଉଁଠି ବଡ଼ ବଡ଼ ଜାଗା ଅଛି ସେଠି ମଡେଲ ମଣ୍ଡି ତିଆରି କରିବ। ତାପରେ ଷ୍ଟୋରେଜ ପରେ ସବୁ ସାର୍ ବିଧାନସଭାରେ ବିରୋଧୀ ଏହାକୁ ମୁଖ୍ୟ ପସନ୍ଦ କରିପାରନ୍ତି। ତାଙ୍କ କାମ ତ ବିରୋଧ କରିବା ସେ କରିବେ, ଆମର କାମ ହେଲା ତମେ ଫେସ୍ କରିବା ଆମେ କରିବୁ। ବିଧାନସଭାରେ ହଟ୍ଟଗୋଳ କରିବେ, ବନ୍ଦ କରିବେ। ଆମକୁ କମ୍ ଅଛି, ଆମର ତ MLA ଚଢ଼ି ଯାଉଛନ୍ତି, ସେଠୁ ମନା କଲା। ଆପଣ ମାନେ କହିବେ ଉତ୍ତର ଦେବେ ଯଦି ବିରୋଧୀ ପ୍ରଶ୍ନ ଉଠାନ୍ତି? ଉତ୍ତର ରେଡି ହେଇଯାଉଛି ଉତ୍ତର। ତାହେଲେ ବିରୋଧୀଙ୍କ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ସରକାର? ବିରୋଧ କିଛି କରିବେ, ସେ ଏମିତି ହେବେ ଯାଇକି ହେକରେ ବସିବେ, ଲବିରେ ବସିବେ, ଚା ଫା ଖାଇବେ, ପୁଣି ଆସିବେ।